সম্পদরে তু কোউঠি অছু রে পুয়া তু যোউঠি অছু মো পাখকু পড়েইয়া নহলে সেমানে তোতে মারি দেবে সম্পদরে সম্পদ সম্পদরে তু কোউঠি অছু রে পুয়া যোউঠি অছু মো পাখকু পড়েইয়া নহলে সেমানে তোতে মারি দেবে। হে ভগবান, এই নিগুণ রাত্রে মু কোউঠি তাকে পাইবি? ମୋ ପୁଅ ଭାଇନା ଭାଇନା ମାନେ ଟିକେ ଶୁଣିବେ କି ମୋ ପୁଅକୁ ମୋ ପୁଅ ସମ୍ପଦକୁ ଦେଖିଛନ୍ତି କି? ବେଶୀ ଡେଙ୍ଗା ନହେଲେ ବି ହିରୋ ବାଗିଆ ଚେହେରା, ଆକାଶିଆ ସାର୍ଟ ଖଣ୍ଡେ ପିନ୍ଧିଛି। ଭାଇନା ଦେଖିଛନ୍ତି କି ମୋ ପୁଅକୁ? ଏ ଭଗବାନ, କୋଉଠି ପାଇବି ତାକୁ? ଯଦି ନ ପାଇବି ତା ମାଆକୁ ମୁଁ କି ଉତ୍ତର ଦେବି? ସମ୍ପଦ ସମ୍ପଦରେ ତୁ କୋଉଠି ଅଛୁ ରେ ପୁଅ? ମୋ ପାଖକୁ ପଳେଇଆ। ବାବୁ 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 ଟିକେ ଶୁଣିବେ, ବାବୁ ଟିକେ ଶୁଣିବେ। ବାବୁ, ମୋ ପୁଅ ସମ୍ପଦକୁ ଦେଖିଛନ୍ତି କି? ବାବୁ, ବେଶୀ ଡେଙ୍ଗା ନହେଲେ ବି ହିରୋ ବାଗିଆ ଚେହେରା। ବାବୁ, ଏ ହେଉଛି ତାର ଫଟୋ, ଟିକେ ଦେଖିବେ। हाँ देख से जो नदी जाऊँगी से नदीर आर पटे देख। नदी आर पटे ए संपदरे मारिदेवे शीतल से आम प्रेम को मारिदेवे से आम प्रेम को मारिदेव आगु मो कथा मानी तमें तम घर को चली जाओ। अरे चली जाओ संपत मो कथा टिके सुनो प्लीज शीतल मो कथा टिके बुझा चेष्टा कर। ए संपत सेमिति गोटे परिवार मनीष जो माने सब ऊपर पड़ुवा कंडे लुगा किणवा पांच पांचटा दुकान बुलती मूल चाल करती आ तमें हाँ मो तुमको भल पाउतिबा झियो हुची मो सितु हे संपत हम संपर्क एबरे नु अनेक दिन रो हम संपर्क हम मिसी के दी जण स्कूल जाउतिले सेही दिन रो हमर भल पाया सृष्टि हेतिला सितु हाँ तुमे कुह सेही दिन रो हम भल पाया सृष्टि हेतिला ना। अरे बे किंतु समय बदली जाईची सितु समय सिना बदली जाईची हेले स्वप्न नुह स्वप्न को सत बोली भाबुथिबा मनीष को पागल कहती। शीतल मिश्र जदि तुमको न पाए ताहले सत्तरे से पागली है जीवो। हाँ तमरी पाई केवल तमरी पाई मो परिवार को मो पछरे पकई तम पाखु चली आसी। अरे तमे मते भूली जाओ। सुनिथिली काहा को कंदेबा को हेले प्रथमे खूब भलो पाओ ଆଉ ତାପରେ ତା ହୃଦୟରେ ଘରଟିଏ କର ଆଉ ତାପରେ ତାକୁ ପଦଟିଏ କହିଦିଅ ତମେ ମତେ ଭୁଲି ଯାଅ। ଏଇଆ କହିବାକୁ ଚାହୁଁଛ ନା ତମେ? ମୁଁ କେବେ ବି ବିଶ୍ୱାସ କରିନଥିଲି ଏ ମଣିଷଟା ମୋ ହାତ ଛାଡ଼ିଦେବ ବୋଲି। ଆରେ ଯୋଉ ମଣିଷଟା ମତେ ସବୁବେଳେ କହୁଥିଲା ସିତୁ ମୁଁ ତମ ପାଖରେ ଅଛି। ए से तू अरे एबे भी तुमु सैया कहूची तमे बुझु न कहीं की। अरे तम भाग्य आउ मो भाग्य
ପୂର୍ବ ଆଉ ପଶ୍ଚିମ ଯାହାର ମଝିରେ ଠିଆ ହେଇଛି ପରିସ୍ଥିତିର ହିମାଳୟ। ମୁଁ ଯେତେ ଚେଷ୍ଟା କରିବି ତମ ପାଖେ ପହଞ୍ଚି ପାରୁନି ସିଧୁ। ମୁଁ ତମ ପାଖରେ ପହଞ୍ଚି ସାରିଛି। ଏଇ ତମ ହାତ ଧରିବାକୁ ମୋ ସାହସ ପାଉନି ସିଧୁ। ମତେ କାହିଁ ଭୟ ଲାଗୁଛି। ତମେ କଣ କହିବାକୁ ଚାହୁଁଛ? ସିଧୁ ମୋ ନନା ବୋଉ ଯଦି ମତେ ହରେଇ ବସନ୍ତି ତାପରେ ସେମାନଙ୍କର ଯୋଉ ପରିସ୍ଥିତି ହବ ସେ କଥା ଭାବିଲା ବେଳକୁ ମୋ ଛାତିରେ ଭୟର ଭୂମିକମ୍ପ ସୃଷ୍ଟି ହବ। ତମକୁ ଯଦି ଏ ଶୀତ ନ ପାଏ ତାହେଲେ ବାଧ୍ୟ ହେବି ମୁଁ ଆତ୍ମହତ୍ୟା କରିବା ପାଇଁ। ତୁ ଆରେ ମୋ କଥା ଟିକେ ତମେ ବୁଝିବାକୁ ଚେଷ୍ଟା କର। ମୁଁ ବୁଝିଛି ଆଉ ମତେ ବୁଝାଉନି। ସତ କହୁଛି ତମକୁ ଯଦି ନ ପାଏ ମୁଁ ଆତ୍ମହତ୍ୟା କରିଦେବି। କାଲି ସକାଳେ ଖବର କାଗଜରେ ତମେ ଦେଖିବ ମୋ ମଲା ସବୁ ଫଟୋ ଲାଗିଥିବ। ନିଶ୍ୱାସ ବନ୍ଦ ହେଇଗଲେ ମଣିଷକୁ ଶବ କୁହାଯାଏ। ବେଳେ ବେଳେ ଏମିତି ବି ଆସିବ ନିଶ୍ୱାସ ଚାଲିଥିବା ମଣିଷଟାକୁ ବି ଶବ କୁହନ୍ତି। ଏଇ ଯେମିତି ତମେ ମତେ ଭଲ ପାଇ ପ୍ରତାରକା ଦେଇ ସାରିଲା ପରେ ଚାଲୁଛି ବୁଲୁଛି ଖାଉଛି ପିଉଛି ହେଲେ ନିଶ୍ୱାସ ଚାଲିଥିବା ଗୋଟେ ଶବ ପାଲଟି ଯାଇଛି। ଚାଲିଯାଅ ତମେ। ଆରେ ତମେ ଯଦି ମୋ ଭାଗ୍ୟରେ ନାହ ତାହେଲେ ମୁଁ ବି ଭାବି ନେବି ମୋ ଭାଗ୍ୟରେ ଏ ଦୁନିଆ ନାହିଁ। ଛାଡ ମୋ ହାତ। କାଲି ସକାଳେ ଖବର କାଗଜରେ ତମେ ମୋ ଶବର ଫଟୋ ଦେଖିବ। ଦେଖି ତମେ ବହୁତ ଖୁସି ହବ ଆଉ ତାପରେ ଭାବି ନବ ତମ ଜୀବନରୁ ଗୋଟେ କଣ୍ଟା ହଟିଗଲା। ଆସୁଛି ତମେ ଟିକେ ଶୁଣି ଯାଅ। ମୁଁ ବି ମୋ ଶେଷ କଥା ତମକୁ ଶୁଣେଇ ସାରିଛି। ତାହେଲେ ପ୍ରମାଣ କରିଦିଅ। କରିପାରିବ ପ୍ରମାଣ କରିପାରିବ। ପ୍ରେମ ଓଡିଆ ଅକ୍ଷର ଶବ୍ଦ ନୁହେଁ ବୋଲି ପ୍ରମାଣ କରିପାରିବ। ପ୍ରେମ ହଉଛି ହ୍ୱାଟ୍ସଆପର ଷ୍ଟାଟସ ପ୍ରୋଫାଇଲ ନାହିଁ ବୋଲି ପ୍ରମାଣ କରିପାରିବ। ଏଇ ବନଦୁର୍ଗା ମନ୍ଦିରରୁ ମାଙ୍କ ମନ୍ଦିରରୁ ସିନ୍ଦୁର ଆଣି ମୋ ମଥାରେ ଦେଇପାରିବ। ପ୍ରମାଣ କରିପାରିବ ତମେ। କୁହ ତମେ ଯଦି ମୋର ନୁହଁ ତାହେଲେ ମୁଁ ବି କାହାର ହେବି। କୁହ ପ୍ରମାଣ ଦେଇପାରିବ ମତେ। ପ୍ରମାଣ ଦେଇପାରିବ। କୁହ ସପ ମୋ ପ୍ରେମ ଯଦି ମୋର ନୁହଁ ତାହେଲେ ମୁଁ ବି କାହାର ନୁହଁ। କୁହ ସପୋର୍ଟ ତମେ ମତେ ପ୍ରମାଣ ଦେଇପାରିବ। କୁହ ସପୋର୍ଟ କୁହ ପ୍ରମାଣ ଦେଇପାରିବ।
चलो हमें चल पड़ेगा କୁଆଡ଼େ ଯିବା ତୁ ମରଣ ପରା ତୋଟାରି ଡାକିଲାଣି ତମେ ସେମିତି କୁହ ତମେ ତମେ ଯଦି ମତେ ସ୍ୱପ୍ନରେ ଦେଖ ତାହେଲେ ତାହେଲେ ତମେ ଜମା ମନ ଦୁଃଖ କରିବନି ମତେ ଯଦି କେବେ ଅନ୍ଧାରରେ ଦେଖ ତାହେଲେ ତାହେଲେ ତମେ ଭୂତ ଭାବି ଡରିବନି ତମେ ମତେ ଭୁଲିବାକୁ ଚେଷ୍ଟା କରିବ ଆଉ ଯଦି ଭୁଲି ନ ପାରିବ ତାହେଲେ ନିଜେ ନିଜେ ନିଜକୁ ବୁଝେଇ ଦବାକୁ ଯାଇ କହିବ ତୁ ବୋଧେ ମୋ ଭାଗ୍ୟରେ ତୁ ବୋଧେ ମୋ ଭାଗ୍ୟରେ ନାହୁଁ 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 ମରିଦେଲେ ନନା সম্পদ সম্পদ রে কিছু হবেনি তোর কিছু হবেনি তোর ତୁ ମୋ ପୁଅ ଦେହରୁ ରକ୍ତ ଝରେଇଛୁ ମୁଁ ତୋ ରକ୍ତ ପିଇଯିବି ବେ ହାରାମଜାଦା মেডিকেল নেই যাবি রে তো ঝোড়া মরে কি আছে মেডিকেল নেই যাবি রে ନାଇଁ ଦାଦା ବାଉଣା ବେଳ ପରା ହେଇଗଲାଣି ନନା ତମେ ତମେ ମନ ଦୁଃଖ କରିବନି ନନା ତୁ ସେମିତି କହନା ରେ ତୁ ସେମିତି କହନା ଆରେ ତୋ ଛଡା ମୋ ଦୁନିଆରେ କିଏ ଅଛି ରେ ସମ୍ପଦ ଆରେ ତୋତେ ନ ପାଇଲେ ତୋ ବୋଉଟା ପାଗଳି ହେଇ ମରିଯିବ ରେ ନନା ନନା ମୋ ବୋଉକୁ ତମେ ବୁଝାଇ ଦବ ନନା ତମେ ମୋ ବୋଉକୁ କହିବ ତା ପୁଅ ସମ୍ପଦଟା ଜହ୍ନ ରାଇଜକୁ ଯାଇଛି ନାଇଁ ରେ ସମ୍ପଦ ରେ ଆଉ ଫେରିବନି ମୁଁ ତୋର ମେଡିକାଲ ନେଇଯିବି ଚାଲ ମୁଁ ତୋର ମେଡିକାଲ ନେଇଯିବି ଚାଲ ଚାଲ ମେଡିକାଲ ନେଇଯିବି কথা কহ আরে উঠেকি মতে ননা বলি তোরে ডাক রে সম্পদ ତୁ କାହିଁକି ମୋ ପୁଅକୁ ମାରିଲୁ ମୋ ପୁଅ ମରିବାଟା ଭଗବାନଙ୍କ ନିର୍ଦ୍ଦେଶ ଥିଲା ସେଇ ଭଗବାନଙ୍କ କସମ ଖାଇ କହୁଛି ସେଇ ଭଗବାନଙ୍କ କସମ ଖାଇ କହୁଛି ତୋତେ ମାରିବା ପାଇଁ ଏଇ ଶିବ ପଣ୍ଡାଟା ଆଜି ବ୍ରାହ୍ମଣରୁ ଚଣ୍ଡାଳ ହେଇଯିବ ବ୍ରହ୍ମ ଚଣ୍ଡା ଚଣ୍ଡା ମାରିଦେବି ରେ ତୋତେ ରକ୍ତ ମୁଁ ପିଇଯିବି
ଏମିତି କାଇଁ ମାଟି କରୁଛ? ଏଇ ଛାଡ଼ କାଇଁ ମୋ ମୋତେ। ପୁଅକୁ ମାଇଲୁ? ମାରିଦେବି। ଛାଡ଼। ମାରିଦେବି ତତେ। ଛାଡ଼ କହୁଛି। କାଇଁ ମୋ ପୁଅକୁ ମାଇଲୁ? ଏ ଘୋର କଳି କାଳ ହେଲା ଲୋ ବଉଳ ଘୋର କଳି କାଳ ହେଲା ବଉଳର ଘୋର କଳି କାଳ ହେଲା ଆରେ ଝିମିରି ଝିମିରି ସ୍ୱାମୀର ଗାଲରେ ସ୍ତ୍ରୀ ଥୋଇ ଦେଇ ଗଲା କିଏ କାହାକୁ ଧଇଲା ବେ? ଥଇବି ନାଇଁ ନାଇଁ ଥଇବିନି। ହଁ ଡ୍ରାମା ସାରି ବାବୁ ଘରକୁ ଆସିଲେ ଆଉ ଆସି ସାରିବା ପରେ ଲିସା ବି ଶୋଇଲେ ତ ଶୋଇଲେ ପୁଣି ଲିସାର ସମ୍ପର୍କ ଦେଖି ବାଉଳି ହେଉଛନ୍ତି। ଏଠି ତାହେଲେ ସାରିଆ ଯାହା ମୁଁ କଣ ଘଟୁଥିଲା ସବୁ ସ୍ୱପ୍ନ ସ୍ୱପ୍ନ ଦେଖୁଥିଲି। ହଁ, ହେଁ? ସପନ ଦେଖୁଥିଲ। ବାପରେ ବାପ ମଣିଷକୁ ଏଇନା ମାରି ସାରନ୍ତେଣି। ତମେ ଏତେ ସ୍ୱପ୍ନ ଦେଖୁଛ ଗୁରୁ ହଁ। ଆଉ ସ୍ୱପ୍ନ ତ ଦେଖିଲ ସେ ଯୋଉ ପିଚ୍ କିନା ସାଉଣ୍ଡ ହେଲା ହେଇଟା କଣ କି ସାଉଣ୍ଡ ବେ? କି ସାଉଣ୍ଡ? କି ସାଉଣ୍ଡ ବେଶୀ କଥା ଲାଗୁଛି। କିଏ କାହା ଗୋଟେ ବେଳା ଷଣ୍ଢ ଚାପୁଡା କଷିକି ପକେଇଦେଲା କୋଉ ଷଣ୍ଢ ଚାପୁଡା ବେ? ସ୍ୱାମୀ ଗାଲରେ ସ୍ତ୍ରୀର ଷଣ୍ଢ ଚାପୁଡା ସ୍ୱାମୀ ଗାଳରେ ସ୍ତ୍ରୀର ଷଣ୍ଢ ଚାପୁଡା। ସାରିଆ ଗୋଟେ ମୂର୍ଖ ମାଇ। ଆଉ କଣ ନାଇଁ ଆଲୋ ସାରିଆ ମୁଁ କଣ କହୁଥିଲି କି କଣ ଆଲୋ ମୋ ଗାଲରେ ମଶା ବସିଥିଲା ନା ମଇଁଷି ବସିଥିଲା? ଏତେ ଜୋରରେ ମାଇଲୁ। ଏଠି ତାହେଲେ ଯାହା ଘଟୁଥିଲା କଣ ଗୁରୁମା ମଶା ସମସ୍ତଙ୍କୁ ମାରୁଥିଲେ ହଁ ମାଇ ଏନି ଫେଲିସି ମଶା ଯୋଉ ମଶା କାମୁଡ଼ିଲେ ମ୍ୟାଲେରିଆ ହେଇଯାଏ। ଆଉ ମୁଁ ଯାହା ଦେଖିଲି ଏଇଟା କଣ ମିଛ ମୁଁ ଯାହା ଦେଖିଲି ତମ୍ପ ଏଟେ ଫ୍ୟାକ୍ଟ୍ରି ନ ଯାଇକି ବଡ ବଡ କଥା କହୁ। ଫ୍ୟାକ୍ଟ୍ରି କାହିଁ ଯାଇନୁ ବେ? ମୋର ଫ୍ୟାକ୍ଟ୍ରି ଯିବାର ନାହିଁ କି ମାଡ଼ ଖାଇବାର ନାହିଁ ସେଇ ଯୋଉ ଭୋଳ ବାବୁ 5,000 ଇଟା ପାଇଁ ଆଡଭାନ୍ସ ଦେଇଥିଲେ ହଁ ହଁ ଆରେ ସତ ତ ଆଜି ତ ମେ 31 ତାରିଖ। ହଁ 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 ଆରେ ଆଜି ତ ଭୋଳା ବାବୁ ମାଲ ନବା କଥା ଆଡଭାନ୍ସ ଦେଇଥିଲେ। କଣ ହେଲା? କେମିତି ନେବା? ତମେ ବା ଶୋଇଥିଲ ସେ 10 ଥର ଫୋନ କଲେଣି ଆଉ କେମିତି ନେବେ ସେ ମାଲ? ଆରେ ସତ ଆରେ ତମ୍ପ ଆରେ ଯା 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 ଶୀଘ୍ର ରେଡି করে ଭୋଳା ଆମକୁ ମାଲ ଦେଇଦେ ନହେଲେ ଜବାବ ଫେଲ ହେଇଗଲେ ଆଉ ଜମା କଷ୍ଟମର ଆସିବେନି। ମାଲ କଣ ଅଛି ମାଲ ନାହିଁ ମାଲ ନାହିଁ ମାନେ? ମାନେ ଯୋଉ 3ଟା ବଙ୍ଗାଳୀ ଲେଡିଜ ରଖିଥିଲ ହଁ ମୁଁ ମନା କରୁଛି ଟୋକା ରଖନି 3,000 ଟଙ୍କା ଆଣି ପୁରେଇ ଦେଲ ସିଏ ରଖିଛନ୍ତି ରୁମ୍ଫିକି ନେଇକି ଚାଲିଗଲେ ଆଉ ଗୋଟିଏ ଲେବର ନାହାନ୍ତି କି ମାଲ ବି ନାହିଁ ଆରେ ହେ ତୁ ତ କାଇଁ ମତେ କଥା କହିନୁ? କେମିତି କହିଥାନ୍ତା ତମକୁ? ହଁ କେମିତି କହିଥାନ୍ତା? ତମେ ବା ଯାତ୍ରା କରିବ ବୋଲି ବାହାରେ 15 ଦିନ ରହିଥିଲ ତମେ ଘରେ ଥିଲେ ତ ସେ କହିଥାନ୍ତା। ଆରେ ହେ ହ୍ୟାଲୋ ସାରିଆ କାଇଁ ସମ୍ପଦ ଫ୍ୟାକ୍ଟ୍ରିରେ ଯାଉନି କି? ସମ୍ପଦ ଆଉ ସେ ଫ୍ୟାକ୍ଟ୍ରି ଆଡେ ଯିବ ସିଏ ଏବେ ପୁରା ଅଲଗା ଫ୍ୟାକ୍ଟ୍ରି ଆଡେ କାମ କରୁଛି ଅଲଗା ଫ୍ୟାକ୍ଟ୍ରି ମାନେ? ମାନେ କଣ? ଗୁରୁ ତମର କୋଉ ଫ୍ୟାକ୍ଟ୍ରି କହିଲ ମୋର ଇଟା ଫ୍ୟାକ୍ଟ୍ରି ତ କୋଉ ଫ୍ୟାକ୍ଟ୍ରି? ଇଟା ଫ୍ୟାକ୍ଟ୍ରି ହଁ। ସିଏ ପରା ଏବେ ଇସ୍ପାତ ଫ୍ୟାକ୍ଟ୍ରିର ମାଲିକ ହବାକୁ ଯାଉଛି ଓ ଏ ସାରିଆ ଆଲୋ ବେଳ କାଳ ଭଲ ନାହିଁ ଲୋ ସାରିଆ। ସେ ଟୋକାଟାକୁ ଟିକେ ବୁଝା। ସେ କୋଟିପତି ଘରର ଝିଅ ସେମାନଙ୍କୁ ଆମ ଘରକୁ ଝିଅ ଦେବେ? ଦେବେ କଣ ଦେଇ ଦେଇ ରହିବେ ଏ ପ୍ରେମ କାମ ସମ୍ପଦ ଆଡୁ ହେଇଛି ଆଉ? ଏଇଟା ପରା ସେ ଝିଅ ଆଡୁ ହେଇଛି ସିଏ ତମ ସମ୍ପଦ ପ୍ରେମରେ ପୁରା ବାଇଆ ହଁ ପରା ଏଇଠି ଅନବା ଆମ ସମ୍ପଦ କହୁଥିଲା ସେ ଝିଅ କୁଆଡେ ତା ବାପାଙ୍କ ସହିତ କଥା ହେଇଛି ଆଉ ତା ବାପା ବି ଏ କଥାରେ ପୁରା ରାଜି ହେଇଯାଇଛି। ହଁ ଆରେ ସତରେ କଣ ସେ କୋଟିପତି ଝିଅଟା ଆମ ଘରର ବୋହୂ ହବ? ଏଇଠି ଅନେଇଲ ମୋ ସମ୍ପଦଟା ଝିଅର ଫଟୋ ଦେଖେଇଛି ଆଉ ଝିଅ ଦେଖିବାକୁ ନା ଭାରି ସୁନ୍ଦର ଖାଲି ତ ଅରୁଆ ଚାଉଳ। ଆଲୋ ସତରେ ନା କଣ? ଏଇଠି ଅନ ହଁ। ମୋ ସମ୍ପଦ ସହିତ ଯଦି ସେ ଝିଅଟା ଠିଆ ହବ ତାହେଲେ ଲୋକେ କହିବେ ଯୋଡି ନମ୍ବର 1। ଆରେ ହେଇକି କଣ ମୁଁ କରିବି କହିଲ ବୋରାକୁ ପୁଣି ଫୋନ କଲେଣି ଆରେ ତମ୍ପା ଯା 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 ଶୀଘ୍ର ତମ ସୁଭଳା ମୁଁ କହିଦେ ହେଲା ଏଇ 7 ଦିନ ଭିତରେ ତାଙ୍କ ମାଲ ଯାଇ ପହଞ୍ଚିବ। ମୋର ତ 7 ଦିନ ପୁରା ଡ୍ରାମା ଅଫ୍ ଅଛି। ମୁଁ ନିଜେ ଫ୍ୟାକ୍ଟ୍ରିରେ ରହିବି। ଭୋଳା ଆମକୁ ମାଲ କେମିତି ଯିବ ସେ ବ୍ୟବସ୍ଥା କରିବି। ଯା ଯା ଆଉ ଡେରି କରନା ଯା। ମୁଁ ତାହେଲେ ଯାଉଛି ହଁ ହଁ ଯା। ଗୁରୁମା କଣ ହେଲା? ସେଇ ଯୋଉ ମଶାଟା ବସିଥିଲା ସେଇଟା ମାଇ ଥିଲା ନା ଅଣ୍ଡିରା କଣ? ଏ ସାରିଆ
ସାରିଆଲୁ ଏଠିକି କଣ? ଶୁଣୁନୁ କଣ ବା? ସତରେ କଣ ସେ କୋଟିପତି ଝିଅଟା ଆମ ଘରର ବୋହୂ ହବ? ହଁ ଆଲୋ ସତରେ କଣ ସେ କୋଟିପତି ଘର ଝିଅଟା ଆମ ସମ୍ପଦକୁ ଭଲ ପାଉଛି? ହଁ ପରା। ଆଚ୍ଛା ମତେ ଗୋଟେ କଥା କହିଲୁ, କଣ? ଆମେ ତ ମଧ୍ୟବିତ୍ତ, ଆମର ଷ୍ଟାଟସ ଫାଟସ କିଛି ନାହିଁ, ସେ ଝିଅଟା କାହିଁକି ଆମ ସମ୍ପଦକୁ ଭଲ ପାଇଲା? ଆରେ ହେ ମୋ ସମ୍ପଦ ବା ହିରୋଟା, ସେଥିରେ ପଡି ମୋ ସମ୍ପଦ ବା MA BA ପାଠ ପଢିଛି। MA BA ନୁହେଲୋ ମୂର୍ଖୁଣୀ ମାଇକିନା, ଆଉ ପୁଣି କଣ ବା? ଆଲୋ MBA କହ। ହଁ ବା ସେଇଆ। ଏଇ ମୋ ପାଖକୁ ଆସିଲ, ଏଠିକି ଆସ। ଯିବି ହଁ ଏଇଠି ଶୁଣିଲ, ହାଲୋ। ମୋ ସମ୍ପଦ ଯଦି ତମ ପରି ଯାତ୍ରା କରିଥାନ୍ତା ନା, ହଁ। ତାହେଲେ ବଡ ବଡ ମାଲିକ ଫର୍ଚୁନ ଗାଡି ଲଗେଇ ମୋ ଘର ଦାଣ୍ଡରେ ମୋ ସମ୍ପଦକୁ ନେଇଥାନ୍ତେ। ଏଇଠି ଅନ, ହଁ। ଆଜିକାଲି ଝିଅ ମାନେ କଣ ଟଙ୍କା ଦେଖନ୍ତି? ଆଉ କଣ ଦେଖନ୍ତି? ଆଉ କିଛି ଦେଖନ୍ତି ନା? ତୁ ଯୋଉଟା ମୋ ଭିତରେ ଦେଖିଥିଲୁ ମାନେଟା ହେଲା ଆଇ ଲଭ୍ ୟୁ ମିନା। ଆସ ମିନା ଆସ, ଏଇ ନିରୋଳା ରୁମ୍ ଭିତରେ କେବଳ ତମେ ଆଉ ମୁଁ। ଆସ ମିନା ଆସ, ମୋ ପାଖକୁ ଟିକେ ଲାଗି ଆସ। ତମର ତମ ଦେହର ଏ ଛୁଆଁରେ ମୋର ଏ ଗରମ ଦେହଟାକୁ ଟିକେ ଥଣ୍ଡା କରିଦିଅ। ଆସ ମିନା ଆସ, ମୋ ପାଖକୁ ଟିକେ ଲାଗି ଆସ। କିଏ ବା? ଆଲୋ ଖୁମ୍ପି ଦେଲୁ ପୁଣି ମତେ। ତୋର ଏଇ ଖୁମ୍ପାଟା ମୋ ଛାତିର ଲେନ୍ସ ଭିତରେ ଗୋଟେ ଗାର ହେଇ ରହିଗଲା। ଆଜି ତୁ ଖୁମ୍ପା ଖାଇବୁ। ଦିନ ଦ୍ୱିପହରଟାରେ କଣ ହଉଛନ୍ତି, ଲୋକ ସବୁ ଦେଖୁଛନ୍ତି। ଛାଡ଼ ବା ଛାଡ଼। ଖୁମ୍ପା ଖାଇବୁ ଲୋ। ଆଜି ତୁ ମୋ ଠାରୁ ଖୁମ୍ପା। ଏଇଠି ଅନେଇଲ, ମୋ ମୁଣ୍ଡକୁ ଜମାରୁ ଗରମ କରିବନି କହିଦଉଛି। ଆଲୋ ମୁଣ୍ଡ ଯଦି ଗରମ ହଉଛି ଆସୁନୁ ଟିକେ ଅମୃତଚନ୍ଦନ ଘଷି ଦେବି।